ଇଂରାଜୀର ବଡ଼ ଅକ୍ଷର ଏବଂ ଛୋଟ ଅକ୍ଷର। ଏ ଇଂରାଜୀର ବଡ଼ ଏକୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ଏକୁ ଏହିପରି ଭାବରେ ଲେଖାଯାଇଥାଏ। ତାପରେ ଦେଖିବା ବି ଇଂରାଜୀରେ ବଡ଼ ବିକୁ ଏହିପରି ଭାବରେ ଲେଖାଯାଇଥାଏ ଏବଂ ଛୋଟ ବିକୁ ଏହିପରି ଭାବରେ ଲେଖାଯାଇଥାଏ। ବର୍ତ୍ତମାନ ଶିଖିବା ସି ବଡ଼ ସିକୁ ଇଂରାଜୀରେ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ସିକୁ ଇଂରାଜୀରେ ଏହିପରି ଭାବରେ ଲେଖାଯାଇଥାଏ। ଏବେ ଜାଣିବା ଡି ଇଂରାଜୀରେ ବଡ଼ ଡିକୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ଡିକୁ ଏହିପରି ଭାବରେ ଲେଖାଯାଇଥାଏ। ତାପରେ ଶିଖିବା ଇ ଇଂରାଜୀରେ ବଡ଼ ଇକୁ ଏହିପରି ଭାବରେ ଲେଖାଯାଇଥାଏ। ଛୋଟ ଇକୁ ଏହିପରି ଭାବରେ ଲେଖାଯାଇଥାଏ। ବର୍ତ୍ତମାନ ଶିଖିବା ଏଫ୍ ଇଂରାଜୀରେ ବଡ଼ ଏଫ୍କୁ ଏହିପରି ଭାବରେ ଲେଖାଯାଇଥାଏ। ଛୋଟ ଏଫ୍କୁ ଏହିପରି ଭାବରେ ଲେଖାଯାଇଥାଏ। ତାପରେ ଜାଣିବା ଜି ଇଂରାଜୀରେ ବଡ଼ ଜିକୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ଜିକୁ ଏହିପରି ଭାବରେ ଲେଖାଯାଇଥାଏ। ବର୍ତ୍ତମାନ ଆସନ୍ତୁ ଶିଖିବା ଏଚ୍ ଇଂରାଜୀର କ୍ୟାପିଟାଲ ଏଚ୍କୁ ଏହିପରି ଭାବରେ ଲେଖାଯାଇଥାଏ ଏବଂ ସ୍ମଲ୍ ଏଚ୍କୁ ଏହିପରି ଭାବରେ ଲେଖାଯାଇଥାଏ। ତାପରେ ଶିଖିବା ଆଇ ଇଂରାଜୀରେ ବଡ଼ ଆଇକୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ଆଇକୁ ଏହିପରି ଭାବରେ ଲେଖାଯାଇଥାଏ। ଏବେ ଦେଖନ୍ତୁ ଜେ ଇଂରାଜୀରେ ବଡ଼ ଜେକୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ଜେକୁ ଏହିପରି ଭାବରେ ଲେଖାଯାଇଥାଏ। ଏବେ ଶିଖିବା କେ ଇଂରାଜୀରେ ବଡ଼ କେକୁ ଏହିପରି ଭାବରେ ଲେଖାଯାଇଥାଏ। ଛୋଟ କେକୁ ଏହିପରି ଭାବରେ ଲେଖାଯାଇଥାଏ। ତାପରେ ଶିଖିବା ଏଲ୍ କ୍ୟାପିଟାଲ ଏଲ୍କୁ ଇଂରାଜୀରେ ଏହିପରି ଭାବରେ ଲେଖାଯାଇଥାଏ ଏବଂ ସ୍ମଲ୍ ଏଲ୍କୁ ଇଂରାଜୀରେ ଏହିପରି ଭାବରେ ଲେଖାଯାଇଥାଏ। ଏବେ ଆସନ୍ତୁ ଶିଖିବା ଏମ୍ କ୍ୟାପିଟାଲ ଏମ୍କୁ ଇଂରାଜୀରେ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ଏମ୍କୁ ଇଂରାଜୀରେ ଏହିପରି ଭାବରେ ଲେଖାଯାଇଥାଏ। ବର୍ତ୍ତମାନ ଦେଖିବା ଏନ୍ ଇଂରାଜୀରେ ବଡ଼ ଏନ୍କୁ ଏହିପରି ଭାବରେ ଲେଖାଯାଇଥାଏ। ଛୋଟ ଏନ୍କୁ ଏହିପରି ଭାବରେ ଲେଖାଯାଇଥାଏ। ଏବେ ଆସନ୍ତୁ ଶିଖିବା ଓ ଇଂରାଜୀରେ କ୍ୟାପିଟାଲ ଓକୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ସ୍ମଲ୍ ଓକୁ ଏହିପରି ଭାବରେ ଲେଖାଯାଇଥାଏ। ଏବେ ଜାଣିବା ପି ଇଂରାଜୀରେ ବଡ଼ ପିକୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ପିକୁ ଏହିପରି ଭାବରେ ଲେଖାଯାଇଥାଏ। ତାପରେ ଜାଣିବା କ୍ୟୁ ଇଂରାଜୀରେ ବଡ଼ କ୍ୟୁକୁ ଏହିପରି ଭାବରେ ଲେଖାଯାଏ। ଠିକ୍ ସେହିପରି ଇଂରାଜୀରେ ଛୋଟ କ୍ୟୁକୁ ଏହିପରି ଭାବରେ ଲେଖାଯାଇଥାଏ। ବର୍ତ୍ତମାନ ଜାଣିବା ଆର୍ ଇଂରାଜୀରେ ବଡ଼ ଆର୍କୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ଛୋଟ ଆର୍କୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ଅଛି। ବର୍ତ୍ତମାନ ଜାଣିବା ଏସ୍ ଇଂରାଜୀରେ କ୍ୟାପିଟାଲ ଏସ୍କୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ସ୍ମଲ୍ ଏସ୍କୁ ଏହିପରି ଭାବରେ ଲେଖାଯାଇଥାଏ। ଏବେ ଆସନ୍ତୁ ଶିଖିବା ଟି ଇଂରାଜୀରେ କ୍ୟାପିଟାଲ ଟିକୁ ଏହିପରି ଭାବରେ ଲେଖାଯାଇଥାଏ ଏବଂ ସ୍ମଲ୍ ଟିକୁ ଏହିପରି ଭାବରେ ଲେଖାଯାଏ। ଏବେ ଦେଖିବା ୟୁ ଇଂରାଜୀରେ ବଡ଼ ୟୁକୁ ଏହିପରି ଭାବରେ ଲେଖାଯାଏ। ଠିକ୍ ସେହିପରି ଛୋଟ ୟୁକୁ ଏହିପରି ଭାବରେ ଲେଖାଯାଇଥାଏ। ଏଗୁଡ଼ିକୁ ସବୁ ମନେ ରଖିବା। ବର୍ତ୍ତମାନ ଜାଣିବା ଭି ଇଂରାଜୀରେ କ୍ୟାପିଟାଲ ଭିକୁ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ସ୍ମଲ୍ ଭିକୁ ଏହିପରି ଭାବରେ ଲେଖାଯାଇଥାଏ। ଏବେ ଜାଣିବା ଡବ୍ଲ୍ୟୁ ଇଂରାଜୀରେ ବଡ଼ ଡବ୍ଲ୍ୟୁକୁ ଏହିପରି ଭାବରେ ଲେଖାଯାଏ ଏବଂ ଛୋଟ ଡବ୍ଲ୍ୟୁକୁ ଏହିପରି ଭାବରେ ଲେଖାଯାଇଥାଏ।
ତାପରେ ଜାଣିବା ଏକ୍ସ ଇଂରାଜୀରେ କ୍ୟାପିଟାଲ ଏକ୍ସକୁ ଏହିପରି ଭାବରେ ଲେଖାଯାଇଥାଏ ଏବଂ ସ୍ମଲ୍ ଏକ୍ସକୁ ଏହିପରି ଭାବରେ ଲେଖାଯାଇଥାଏ। ଏଗୁଡ଼ିକ ସବୁ ମନେ ରଖିବା। ତାପରେ ଜାଣିବା ୱାଇ ଇଂରାଜୀରେ କ୍ୟାପିଟାଲ ୱାଇକୁ ଏହିପରି ଭାବରେ ଲେଖାଯାଇଥାଏ ଏବଂ ସ୍ମଲ୍ ୱାଇକୁ ଏହିପରି ଭାବରେ ଲେଖାଯାଇଥାଏ। ଶେଷରେ ଜାଣିବା ଜେଡ୍ ଇଂରାଜୀରେ ବଡ଼ ଜେଡ୍କୁ ଏହିପରି ଭାବରେ ଲେଖାଯାଇଥାଏ ଏବଂ ଛୋଟ ଜେଡ୍କୁ ଏହିପରି ଭାବରେ ଲେଖାଯାଇଥାଏ।